ଆପଣ ଯଦି ନୂଆ ରାସନ କାର୍ଡ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ଦେଖନ୍ତୁ ବେଳେବେଳେ ଆପଣ ଶୁଣିଥିବେ କି ସାଇଟ୍ ବନ୍ଦ ଅଛି ତ ଏମିତି ଆପଣମାନେ ଶୁଣିଥିବେ ଲୋକମାନେ ଭାବୁଛନ୍ତି ସାଇଟ୍ ଖୋଲିଛି କି ନାହିଁ ବି ଲୋକ ପଚାରୁଛନ୍ତି ମେସେଜ ମଧ୍ୟ ମୋତେ କରୁଛନ୍ତି ତ ଦେଖନ୍ତୁ ଏନ୍ଏଫ୍ଏସ୍ ର ସାଇଟ୍ ବନ୍ଦ ହୁଏ ଏସ୍ଏଫ୍ଏସ୍ଏସ୍ ର ସାଇଟ୍ ବନ୍ଦ ହୁଏ ନାହିଁ ସବୁବେଳେ ଆପ୍ଲାଏ ଚାଲିଛି ମାନେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ଆମର ଯେଉଁ ଓଡ଼ିଶା ଷ୍ଟେଟ୍ରେ ଯେଉଁ ରେସନ କାର୍ଡଟି ଯେଉଁ ଏସ୍ଏଫ୍ଏସ୍ଏସ୍ ଅଣ୍ଡରରେ ଆସେ ତ ତାର ସବୁବେଳେ ଆପ୍ଲାଏ ଚାଲିଛି ତ ଆପଣମାନେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ ଆପ୍ଲାଏ କରିକି ରାସନ କାର୍ଡଟି ପାଇପାରିବେ ତ ସେଥିପାଇଁ ଆପ୍ଲାଏ ସବୁବେଳେ ପାଇଁ ହେଉଛି ଆପଣଙ୍କୁ ଏସ୍ଏଫ୍ଏସ୍ଏସ୍ ସାଇଟ୍ରେ ଆପ୍ଲାଏ କରିବା ପାଇଁ ପଡ଼ିବ ଡକ୍ୟୁମେଣ୍ଟ କ'ଣ ଆବଶ୍ୟକ ପ୍ରଥମେ ଦେଖନ୍ତୁ ଆପଣଙ୍କର ଆଧାର କାର୍ଡ ଆବଶ୍ୟକ ଆପଣଙ୍କର ଭୋଟର ଆଇଡି କାର୍ଡ ଆବଶ୍ୟକ ଯଦି 18 ବର୍ଷରୁ ଅଧିକ ହେଇଛି ଯେତେ ଜଣଙ୍କ ନାଁ ଆଡ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କର ଭୋଟର ଆଇଡି ଆବଶ୍ୟକ ଆପଣଙ୍କର ବାପାଙ୍କ ନାଁ ଆବଶ୍ୟକ ଏବଂ ଯଦି ଆପଣ ମ୍ୟାରେଜ କରିଛନ୍ତି ଆପଣଙ୍କର ସ୍ୱାମୀ କିମ୍ବା ତାଙ୍କ ସ୍ତ୍ରୀଙ୍କ ନାଁ ଆବଶ୍ୟକ ତା ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ ବ୍ୟାଙ୍କ ଆକାଉଣ୍ଟ ଦେଖନ୍ତୁ ଆପଣଙ୍କ ଏରିଆରେ ମାନେ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଆପଣଙ୍କର ଆକାଉଣ୍ଟଟି ଥିବା ଦରକାର ଥିଲେ ଆପଣ ଯାଇକି ଆପ୍ଲାଏ କରିପାରିବେ ଏବଂ କିଛି ଲୋକଙ୍କର ଆପ୍ଲାଏ ହେଉନି ତାର ପ୍ରୋବ୍ଲେମକୁ ମୁଁ ଆପଣମାନଙ୍କୁ କହିଦେଉଛି କାହିଁକି ଆପ୍ଲାଏ କରିପାରୁନାହାନ୍ତି ଦେଖନ୍ତୁ ଯଦି ଆପଣଙ୍କର ରାସନରେ କୋଉଠି ନାଁ